ପିଲା ପାଠ ତ ବେଶୀ ପାଠ ପଢ଼େ ସେ ବିଶ୍ୱବିଦ୍ୟାଳୟ କଥା ଜାଣିବ। ଷ୍ଟାନଫୋର୍ଡରେ ଗୋଟେ ମନକୁ ବୁଝିବା ଲୋକ କ'ଣ କରିଥାଉ ମନସ୍ତତ୍ତ୍ୱବିତ୍ ନାଇଁ ଯେ ମନକୁ ବୁଝେ ମନୋବିଜ୍ଞାନ ବୁଝେ ତାକୁ ମନସ୍ତତ୍ତ୍ୱବିତ୍ କୁହାଯାଏ। ସେଇଭଳି ଗୋଟେ ମନସ୍ତତ୍ତ୍ୱ ଭାବିଲେ ଯେ ଗୋଟେ ପରୀକ୍ଷା ତମ ବୟସର ପିଲାମାନଙ୍କୁ ନେଇକି ସେ ଗୋଟେ ପରୀକ୍ଷା କ'ଣ ସେ ପରୀକ୍ଷା ଥିଲା? ସେ ପରୀକ୍ଷା ଏଇଭଳି ଥିଲା ଯେମିତି ତମ ଭଳିଆ ଏମିତି କ୍ଲାସ୍ ମୁଁ ଯେମିତି ଆସି ସେମିତି କ୍ଲାସ୍କୁ ଆସିଲେ ମ୍ୟାକ୍ସିମମ୍ ବୋଲି ଚକୋଲେଟ୍ ଜାଣିଛ ଏବେ ବି ମିଳୁଛି ବୋଧେ ମିଳୁଛି ଚକୋଲେଟ୍ ଖାଇବାକୁ ଇଚ୍ଛା ଚକୋଲେଟ୍ ମିଳୁଛି ନା ଏବେ ବି ଖାଇବାକୁ ଇଚ୍ଛା ନାହିଁ କାହାକୁ ଚକୋଲେଟ୍ ଖାଇବାକୁ ଇଚ୍ଛା ନାହିଁ ନା ଘରେ ଦଉନାହାନ୍ତି ଦାନ୍ତ ଖରାପ ହେଇଯିବ ସେମିତି ପିଲାମାନେ ବଡ଼ ଆଗ୍ରହ ହେଉଛି ଚକୋଲେଟ୍ ନାଇଁ ସେ ମନସ୍ତତ୍ତ୍ୱବିତ୍ କ'ଣ କଲେ ସେ ଚକୋଲେଟ୍ ସବୁ ନେଲେ ସବୁ ପିଲାର ଗୋଟେ ଗୋଟେ ପିଲାର ଟେବୁଲରେ ଥୋଇଲେ କହିଲେ ପିଲାମାନେ 15 ମିନିଟ୍ ମୁଁ ତମକୁ ଛାଡ଼ିବି 15 ମିନିଟ୍ରେ ଯିଏ ଚକୋଲେଟ୍ ଖାଇବନି ତାକୁ 2ଟା ଚକୋଲେଟ୍ ଦେବେ କିନ୍ତୁ ଯିଏ ଖାଇ ଦେଇଥିବ ତାକୁ ଆଉ କିଛି ଦେବେ ହେଲା। ସେ 15 ବୁଲିବାକୁ ପଡ଼ିଗଲେ ମନସ୍ତତ୍ତ୍ୱବିତ୍ ଆସିଲା ବେଳେ ପିଲା କ'ଣ ଚକୋଲେଟ୍ ଦେଖିଲା ପରେ କ'ଣ ସମ୍ଭାଳିବେ ସମସ୍ତ ଟେବୁଲରେ ଚକୋଲେଟ୍ ଖାଇ ସମସ୍ତେ ଦେଖୁଛନ୍ତି କିନ୍ତୁ ସେ ଆସିଲା ଫେରି ଆସିଲା ପରେ 15 ମିନିଟ୍ ଦେଖାଗଲା ଯେ ସବୁ ପ୍ରାୟ ସବୁ ପିଲା ଚକୋଲେଟ୍ ଖାଇଦେଇଛନ୍ତି। ଖୁସିରେ ନାହିଁ ପିଲାମାନେ ଦେଖିଲେ ଖାଇବା ଜିନିଷ ପିଲାମାନେ ଖାଇଦେବେ ନାହିଁ କିନ୍ତୁ ସେଥିରୁ 7ଟା ପିଲା ଖାଇନାହାନ୍ତି ହେଲା 7ଟା ପିଲା ମୋଟେ ଛୁଇଁ ନାହାନ୍ତି ଅନ୍ୟ ପିଲା ସବୁ ଖାଇଦେଇଛନ୍ତି 50ଟା ପିଲା ଥିଲେ। 25 ବର୍ଷ ପରେ ପୁଣି ସେ ମନସ୍ତତ୍ତ୍ୱବିତ୍ ରିସର୍ଚ୍ଚ କଲେ এই ପିଲାମାନେ କୋଉଠି ଅଛନ୍ତି ଯୋଉ ପିଲାମାନେ ଖାଇଥିଲେ କୋଉଠି ଅଛନ୍ତି ଯୋଉ ପିଲାମାନେ ଚକୋଲେଟ୍ ମୋର ନ ଖାଇଥିଲେ ସେ ତାଙ୍କର ଗୋଟେ ଷ୍ଟଡି ଥିଲା ମାନେ ତାଙ୍କର ରିସର୍ଚ୍ଚ କରନ୍ତି ଗବେଷଣା କରୁଛନ୍ତି ତାର ଗୋଟେ ବିଷୟବସ୍ତୁ ଥିଲା